ତୋ ପାଖରେ ଯଦି ଗୋଟେ ଭଲ ଫୋନ୍ ଅଛି କି ଛାଡ ଭଲ ଛାଡ ଗୋଟେ ଯଦି ତୋ ପାଖରେ ଯଦି ଗୋଟେ ଫୋନ୍ ଅଛି ଗୋଟେ ସ୍ମାର୍ଟଫୋନ୍ ଅଛି ତ ତାକୁ ଭଲସେ ୟୁଜ୍ କରିବା ଶିଖ। ମାନେ ତୋର ଯୋଉ ବିଷୟରେ ବି ତୋର ନଲେଜ ଅଛି ହ୍ୱାଟ ଏଭର ମାନେ ହଉ ପାଠରେ ହଉ କୁକିଂରେ ହଉ ଜିମ୍ରେ ହଉ ମୋର ଯେମିତି ଜିମ୍ରେ ଅଛି ଭାଇ ସେ ବିଷୟରେ ତୁ ତାକୁ ଏକ୍ସପାଣ୍ଡ କରିବା ପାଇଁ ଟ୍ରାଏ କର। ମାନେ ସୋସିଆଲ ମିଡିଆରେ ଛାଡ ଯାହା ବି ଛାଡ ତାକୁ ଏକ୍ସପାଣ୍ଡ କରିବା ପାଇଁ ଛାଡ। ତାକୁ ଟ୍ରାଏ କର ଯେମିତି ଭାଇ ମଲ୍ଟିପୁଲ ଲୋକ ତ ଦେଖିବେ ଜାଣିବେ ଭାଇ ଏଇ ଲୋକଠୁ ତୋର ଯୋଉ ବିଷୟ ନଲେଜ ଅଛି। ଏମିତି ନାହିଁ ଯେ ଦୁନିଆର ସମସ୍ତଙ୍କ ପାଖରେ ନଲେଜ ସବୁ ଜିନିଷ କାହା ପାଖରେ ତୋ ପାଖରେ ଯୋଉଟା ନଲେଜ ଅଛି ଆଉ କାହା ପାଖରେ ନାହିଁ ତ ଭାଇ ସିଏ ତୋଠୁ ଶିଖିବ ସେଟା। ଏଇଟା ବି ସତ କଥା କି ଯେତେବେଳେ ତୁ ଷ୍ଟାର୍ଟ କରିବୁ ଜିନିଷ ସେତେବେଳେ ତତେ ତ ଚିହ୍ନା ଜଣା ତତେ ଯିଏ ଜାଣିଥିବ ସିଏ ତତେ ସପୋର୍ଟ କରିବନି କେବେ ହେଲା। ଆଉ ଅନନୋନ ଲୋକ ତତେ ସପୋର୍ଟ କରିବେ ବଟ୍ ଟାଇମ ଲାଗିବ କିନ୍ତୁ ଭାଇ ବହୁତ ଭଲ ସେ ତୁ କରିପାରିବୁ ଗ୍ରୋ ହେଲା। ଯେତେବେଳେ ଅନ୍ୟ ଲୋକ ତତେ ସପୋର୍ଟ କରିବେ ଜାଣିବେ ଭାଇ 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 ହେବେ ସେତେବେଳେ ଭାଇ ତୋର ମୋଟିଭେସନ ବଢିବ। ଆରାମସେ ତୁ ଆଜି ନହେଲେ କାଲି ତ ନଲେଜ ଇନଫାକ୍ଟ ତୋର ନଲେଜ ବି ବଢିବ ହେଲା। ତୋର ଭାଇ ଯୋଉ ବିଷୟରେ ତ ନଲେଜ ଅଛି ସେଇ ବିଷୟରେ ତୁ ଏକ୍ସପାଣ୍ଡ କର ସୋସିଆଲ ମିଡିଆ ଛାଡ। ଭାଇ କାହା ବିଷୟରେ ଭାବନି କିଏ କଣ କହିବ କିଏ କଣ ଭାବିବ ତୁ ବାସ୍ ନିଜ ପାଇଁ ଭାବ ନିଜକୁ ନିଜକୁ ମାନେ ମାନେ ପ୍ରିପେୟାର କରି ଚାଲ ଫ୍ୟୁଚର ପାଇଁ ହେଲା। ଆରାମ ସେ ଚଲିବ ସବୁ ହବ।